ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର। ହିନ୍ଦୁ, ମୁସଲିମ, ଜୈନ, ଖ୍ରୀଷ୍ଟିଆନ ଏପରି ଅନେକ ଧର୍ମର ଲୋକମାନେ ବାସ କରନ୍ତି। ସ୍ୱାଧୀନତା ସମୟରେ ଧର୍ମ ଭାବନାରୁ ପାକିସ୍ତାନ ଓ ହିନ୍ଦୁସ୍ତାନ ଦୁଇ ଗୋଟି ପଡ଼ୋଶୀ ରାଷ୍ଟ୍ର ଭାବେ ଉଭା ହେଲେ। କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। କାଶ୍ମୀରର ସୌନ୍ଦର୍ଯ୍ୟ ଭରା ଭୌଗୋଳିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ, ଯାହାକୁ ଭାରତର ସ୍ୱର୍ଗ କୁହାଯାଏ। ପାକିସ୍ତାନର ଲୋଲୁପ ଦୃଷ୍ଟିରେ କାଶ୍ମୀର କିଛି ଅଞ୍ଚଳ ପିଓକ ନାମରେ ନାମିତ ହୋଇଛି। ଆରମ୍ଭ ହୋଇଛି ହିନ୍ଦୁ ଉପରେ ଅତ୍ୟାଚାର। ଅନେକ ହିନ୍ଦୁ ବନ୍ଧୁକର ଗୁଳିରେ ପ୍ରାଣ ହରାଇଛନ୍ତି। ଆରମ୍ଭ ହୋଇଛି ଆତଙ୍କବାଦୀଙ୍କ ଆକ୍ରମଣ। ଗତ 22 ଏପ୍ରିଲ 2025 ତାରିଖରେ କାଶ୍ମୀର ପହଲଗାମ ଅଞ୍ଚଳରେ 4 ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିରୀହ ହିନ୍ଦୁମାନଙ୍କୁ ଅଚାନକ ଆକ୍ରମଣ କଲେ। ସ୍ତ୍ରୀମାନଙ୍କ ଆଗରେ ହିନ୍ଦୁର ପରିଚୟ ମାଗି ଗୋଟି ଗୋଟି କରି ସ୍ୱାମୀମାନଙ୍କ ଛାତିରେ ଗୁଳିବର୍ଷଣ କଲେ। ସ୍ତ୍ରୀର ମଥାର ସିନ୍ଦୁର ବନ୍ଧୁକ ମୁନରେ ଚିରଦିନ ପାଇଁ ପୋଛିଦେଲେ। ସ୍ତ୍ରୀର ମଥାର ସିନ୍ଦୁର ହିନ୍ଦୁର ପରିଚୟ ଓ ତାର ପ୍ରତୀକ। ଭାରତ ସରକାର ଏହାର ପ୍ରତିଶୋଧ ନେବା ପାଇଁ ଯେଉଁ ରଣନୀତି ମାଧ୍ୟମରେ ଆତଙ୍କବାଦୀକୁ ଧ୍ୱଂସ କଲେ, ସେହି ଧ୍ୱଂସ ଅଭିଯାନକୁ ଅପରେସନ ସିନ୍ଦୁର ଦିଆଗଲା। ପହଲଗାମର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ନିରୀହ ହିନ୍ଦୁ ନିଜର ପରିବାର ସହ ଭ୍ରମଣ କରୁଥାନ୍ତି। ଅଚାନକ ଗୁଳିବର୍ଷଣ ଏକ ଭୟର ବାତାବରଣ ସୃଷ୍ଟି ହେଲା। ସ୍ତ୍ରୀ ଆଗରେ ସ୍ୱାମୀମାନଙ୍କୁ ଗୁଳି କରାଗଲା। ସ୍ତ୍ରୀମାନଙ୍କର ସେହି କରୁଣ କାନ୍ଦଣା ପରିବେଶକୁ ସ୍ତବ୍ଧ କରିଦେଲା। ସ୍ୱାମୀର ମର ଶରୀର ଛାତି ଉପରେ ବିଧବା ନାରୀ ଚିତ୍କାର, ବୁକୁଫଟା କାନ୍ଦଣା ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଲୋକମାନେ ପ୍ରାଣ ବିକଳରେ ଇତସ୍ତତଃ ପଳାୟନ କଲେ, କିନ୍ତୁ ବିଧବା ନାରୀ ତା'ର ସ୍ୱାମୀର ପ୍ରାଣ ଭିକ୍ଷା ପାଇ ଏକାକୀ ଆତ୍ମଚିତ୍କାର କରୁଥାଏ। ଏପରି ଏକ ହୃଦୟସ୍ପର୍ଶୀ ଦୁଃଖଦ ପରିବେଶ ସମସ୍ତ ଭାରତୀୟଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା। ପ୍ରତିଶୋଧର ଯୋଜନା, ନିରୀହ ହିନ୍ଦୁମାନଙ୍କ ନିର୍ମମ ହତ୍ୟା, ନାରୀମାନଙ୍କୁ ଆତ୍ମଚିତ୍କାର, କରୁଣ କାନ୍ଦଣା ଭାରତର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ 3 ସାମରିକ ମୁଖ୍ୟଙ୍କ ହୃଦୟକୁ ବିଦାରିତ କରିଥିଲା। ବର୍ବରଚିତ ହତ୍ୟାକାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ରଣକୌଶଳ ପ୍ରସ୍ତୁତ କଲେ। ପ୍ରତିଶୋଧର ବହ୍ନିରେ ଜର୍ଜରିତ ହୋଇ ଦୃଢ଼ ସଂକଳ୍ପ ନେଲେ। କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ଭୌମିକା ସିଂ ଏହା ଗୁରୁ ଦାୟିତ୍ୱ ଗ୍ରହଣ କଲେ। ଭାରତର ସମସ୍ତ ସୈନିକ ଜଳ, ସ୍ଥଳ, ଆକାଶ ପାକିସ୍ତାନର ସଂଗଠିତ ଆତଙ୍କବାଦୀକୁ ଆକ୍ରମଣ କରିବା ପାଇଁ ସଜାଗ ରହିଲେ। ଆକ୍ରମଣ ମେ 7, 2025 ତାରିଖ ରାତ୍ରିର ଘୋର ଅନ୍ଧକାର ମଧ୍ୟରେ କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ଭୌମିକା ସିଂ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଆକାଶ ମାର୍ଗରୁ 6000 ଫୁଟ ଉପରୁ ଅତି ଶକ୍ତିଶାଳୀ ହାଇପରସୋନିକ ବ୍ରହ୍ମୋସ କ୍ରୁଜ ମିସାଇଲ କ୍ଷେପଣ କଲେ। ବାହାଲପୁର, କୋଟଲି, ମୁଜାଫରକା ଏପରି 9ଟି ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ୱଂସ କଲେ। କେଇ ମୁହୂର୍ତ୍ତରେ ଆତଙ୍କବାଦୀଙ୍କ ଛାତିରେ କ୍ଷେପଣାସ୍ତ୍ର ମାଡ଼ ହୋଇ ଛିନ୍ନ ବିଚ୍ଛିନ୍ନ ହୋଇଗଲା। ଏପରିକି ସେମାନେ ସକାଳର ସୂର୍ଯ୍ୟ ଦେଖିପାରିଲେ ନାହିଁ। ଆକ୍ରମଣର ଯୋଜନା ଜାଣିବା ପୂର୍ବରୁ ଧ୍ୱଂସର ଲୀଳା ଦେଖିଥିଲେ। ବଙ୍କରଗୁଡ଼ିକ ମାଟିରେ ମିଶିଗଲା। ଏହିପରି ପ୍ରତିଶୋଧ ନେଇ ଆମର ବୀରାଙ୍ଗନା 2 ଜଣ ମହିଳା ବୀର ଦର୍ପର ସହ ସ୍ୱଚ୍ଛନ୍ଦରେ ଫେରିଆସିଲେ। ଏହା ଆମର ବିଜୟ। ସିନ୍ଧୁର ପ୍ରତିଶୋଧର ବହ୍ନିରେ ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଓ ହିଜବୁଲ ମୁଜାହିଦିନ ଆତଙ୍କବାଦୀଙ୍କ ସଂଗଠନର କ୍ୟାମ୍ପଗୁଡ଼ିକ ଧ୍ୱଂସ। ଶେଷ କଥା, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା 26ଟି ପରିବାରକୁ ଭାରତ ସରକାର ସାହାଯ୍ୟ ଓ ସହାନୁଭୂତି ଅର୍ପଣ କଲେ। ବୀରାଙ୍ଗନା ମହିଳା 2 ଜଣଙ୍କର ପ୍ରତିଛବି ପ୍ରତ୍ୟେକ ଭାରତୀୟ ମନରେ ଛାପି ହୋଇ ରହିଗଲା। ଏପରି ବିଭତ୍ସ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଭବିଷ୍ୟତରେ କେବେ ମଧ୍ୟ ଚିନ୍ତା କରିବେ ନାହିଁ। ଆମେ ଚାହୁଁ ଶାନ୍ତି, ଭାଇଚାରାର ସମ୍ପର୍କ ନେଇ ଆମେ ଭାରତୀୟ ଭାବେ ଗର୍ବ କରିବା ଏବଂ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ ଓ ସମ୍ମାନ ଦେବା। ଏହା ଥିଲା
ସିନ୍ଦୁର ଅପରେସନର ପଟ୍ଟଚିତ୍ର।